ବୁଦ୍ଧଦେବ ଥରେ ନିଜର ଶିଷ୍ୟମାନଙ୍କୁ ଧରି ଗୋଟିଏ ରାଜ୍ୟରେ ପ୍ରବେଶ କରୁଥିଲେ। ଏ ଖବର ରାଜ୍ୟ ସାରା ହୁରି ପଡ଼ିଗଲା ଏବଂ ଏ ଖବର ଯାଇ ସେ ରାଜ୍ୟର ରାଜାଙ୍କ ପାଖରେ ମଧ୍ୟ ପହଞ୍ଚିଲା। ମହାମନ୍ତ୍ରୀ ଏକଥା ଶୁଣି ରାଜାଙ୍କୁ ପରାମର୍ଶ ଦେଲେ, ମହାରାଜ, ଯେତେବେଳେ ବୁଦ୍ଧଦେବଙ୍କ ଭଳି ଏତେ ବଡ଼ ଜଣେ ବ୍ୟକ୍ତି ଆସୁଛନ୍ତି ରାଜ୍ୟକୁ, ଆମେ ଆପଣ, ମୁଁ ଏବଂ ଆମର ମନ୍ତ୍ରୀ ପରିଷଦ ସମସ୍ତେ ରାଜ୍ୟର ଦ୍ୱାର ଦେଶରେ ଯାଇ ବୁଦ୍ଧଦେବଙ୍କୁ ଆମେ ସ୍ୱାଗତ କରି ପାଛୋଟି ଆଣିବା କଥା। ଏଥିରେ କିନ୍ତୁ ଖୁସି ହେଲେ ନାହିଁ ରାଜା। ସେ ଭ୍ରୁକୁଞ୍ଚନ କଲେ, କହିଲେ, ମହାମନ୍ତ୍ରୀ, ତୁମର ମୁଣ୍ଡ ଖରାପ ହେଇଗଲାଣି କି? କହିଲେ, କାହିଁକି ମହାରାଜ? ମହାରାଜ କହିଲେ ଯେ ମୁଁ ଜଣେ ରାଜା, ମୁଁ କିପରି ଜଣେ ଭିକ୍ଷୁକକୁ ସ୍ୱାଗତ କରିବା ପାଇଁ, ପାଛୋଟି ଆଣିବା ପାଇଁ ଯିବି? ମନ୍ତ୍ରୀ ନୀରବି ଗଲେ। ପାଖରେ ପ୍ରହରୀଟିଏ ଠିଆ ହେଇଥିଲା, ସେ ହସିଦେଲା। ଏଥିରେ ଆହୁରି ଚମକି ପଡ଼ିଲେ ମନ୍ତ୍ରୀ। କହିଲେ, ପ୍ରହରୀ, ତୁମେ ଜାଣିଛ ମହାରାଜଙ୍କ ସମ୍ମୁଖରେ ଏପରି ହସିବା ଅର୍ଥ ତାଙ୍କୁ ବିଦ୍ରୂପ କରିବା। ବର୍ତ୍ତମାନ କାରଣ କୁହ, ତୁମେ କାହିଁକି ରାଜାଙ୍କ କଥା ଶୁଣି ହସିଦେଲ? ସେତେବେଳକୁ ରାଜାଙ୍କ ମୁହଁ ମଧ୍ୟ ପୁରା ଲାଲ ହେଇଗଲାଣି କ୍ରୋଧରେ। ସେଇଠୁ ପ୍ରହରୀ କହିଲେ, ମୋର ଯଦି ମୁଣ୍ଡ ରହିବ ତାହେଲେ ମହାରାଜ ମୁଁ ଆପଣଙ୍କ ଆଗରେ କହିବି। କହିଲେ, କୁହ। ପ୍ରହରୀ କହିଲା, ଯୋଉ ରାଜ ସିଂହାସନ ଏବଂ ରାଜଗାଦିର ପ୍ରଲୋଭନରେ ଶହ ଶହ ହଜାର ହଜାର ରାଜା ମହାରାଜା ସବୁ ଦାସ ଭଳି ରହିଛନ୍ତି, ତାକୁ ପଦାଘାତ କରି ପଦରେ ଆଡ଼େଇ ଦେଇ ବୁଦ୍ଧଦେବ ଭିକ୍ଷୁକ ହୋଇଛନ୍ତି। ସେ ତ ମହାରାଜ ରାଜା ତ ନୁହନ୍ତି, ସେ ରାଜାଧିରାଜ। ତେଣୁ ତାଙ୍କୁ ଆପଣ ଭିକ୍ଷୁକ କେମିତି କହୁଛନ୍ତି? ଏ କଥା ଶୁଣି କଥାର ମର୍ମ ବୁଝିପାରିଲେ ରାଜା ଏବଂ ପାତ୍ରମନ୍ତ୍ରୀଙ୍କ ସହିତ ନିଜେ ଯାଇ ବୁଦ୍ଧଦେବଙ୍କୁ ପାଛୋଟି ଆଣିଲେ ସେ ରାଜ୍ୟର ସୀମାରୁ।